ଆଜିର ସତ୍ସଙ୍ଗରେ ଉପରିଷ୍ଟ ବର୍ଣ୍ଣିତ ଠାକୁରଙ୍କର ପଦାବଧିତ କାର୍ଯ୍ୟଧାରୀ କରିବା ଏବଂ ଈଶ୍ୱରପ୍ରାଣ ଗୁରୁ ଭାଇ କଲ୍ୟାଣ ମଣ୍ଡଳୀ ସମସ୍ତଙ୍କୁ ଏହି ପବିତ୍ର ଅବସର କାର୍ଯ୍ୟ କରିପାରିବ। ଏକ ସୁନ୍ଦର ମନୋରମ ପରିବେଶ କୀର୍ତ୍ତନ କରିବା ଅପୂର୍ବ ସୁଯୋଗ ଚାରି ପରିବାର ଦେଇଛନ୍ତି। ତେଣୁ ଏହି ପରିବାର ମାନଙ୍କର ସାର୍ବିକ ମଙ୍ଗଳ କାମନା କରୁଛି ପରବର୍ତ୍ତୀ ଆଗମନରେ ଏବଂ ଉପସ୍ଥିତ ସମସ୍ତଙ୍କ ସାର୍ବିକ ମଙ୍ଗଳ କାମନା କରୁଛି ପରବର୍ତ୍ତୀ। ଭାଇମାନେ খুব সুন্দর ভজন কীর্তন ভিতরে সুন্দর আলোচনা রাখুଥିଲେ যে আমার প্রথম যে সম্মানীয় শুভেন্দু দଳିদার কথা কହୁଥିଲେ প্রকৃତରେ ଆମେ ଠାକୁରଙ୍କ ଦୀକ୍ଷା ନେଇଛେ ପୁଣି ଯେତେବେଳେ ବିଛିଡ଼ି ଯାଉଛେ ତାର କାରଣ କ'ଣ? ତାର କାରଣ ତ ବହୁତ ପ୍ରକାର କାରଣ ଅଛି। ପ୍ରକୃତରେ ଆମେ ଯେତେବେଳେ ସମସ୍ତଙ୍କର ସଂସ୍କାର ଅଛି ଯେମିତି ଶାସ୍ତ୍ରରେ ବି ଅଛି ଠାକୁର ସେ କଥା ବି କହୁଛନ୍ତି ଯେ ପ୍ରଥମେ ତାଙ୍କ ସଙ୍ଗ ଲାଭ କରିବାକୁ ତାଙ୍କ ସଙ୍ଗ ଲାଭ କରିବାକୁ ଆମର ଦୃଷ୍ଟିଟା ଶୁଦ୍ଧି ହଉ ଦୃଷ୍ଟିଟା ଶୁଦ୍ଧି ହଉ ତାପରେ କ'ଣ ହୁଏ ନା ତାଙ୍କ ପ୍ରତି ଭଲ ପାଇବା ପଡ଼େ ପ୍ରେମ ଆସେ ତାପରେ କ'ଣ ହୁଏ ନା ବିଶ୍ୱାସ ଆସେ ତାପରେ ପରେ କ'ଣ ନା ନିର୍ବିଚାର ଭାବ ଆସେ ତାପରେ ପରେ କ'ଣ ହୁଏ ନା ଆତ୍ମସମର୍ପଣ ଭାବ। ତେଣୁ ତାଙ୍କ ସଙ୍ଗ ଲାଭଟା ମୁଁ କେତେ ପରିମାଣରେ କରି ତାକୁ ଧରିକି ମୋର ଆଗକୁ ବଢ଼ିବାଟା ହିଁ ମୋର ନିର୍ଭର କରେ। ତେଣୁ ଯେତେବେଳେ ମୁଁ ତାଙ୍କ ସଙ୍ଗ କରିବାଟା ମୁଁ ବୁଝି ନାହିଁ ବା ସିଏ ବି ଭାବରେ ମୁଁ ସଙ୍ଗ କରିନାହିଁ ତାହେଲେ ବିଛିଡ଼ି ଯିବାର ସ୍ୱାଭାବିକ। ତେଣୁ ଏଇ ଯେଉଁ ଚାରିଟା ପାଞ୍ଚଟା ଯେଉଁ ଷ୍ଟେପ୍ କହିଲେ ସେ ଷ୍ଟେପ୍ଟାକୁ ମୁଁ କେତେ ପରିମାଣରେ ଆଗେଇ ନେଇ କୌଣସି କଥା କହୁଛନ୍ତି ଯେଉଁ ଠାକୁର କଥା କହିଲେ ଯେଉଁ ଭଗବାନ ଶ୍ରୀକୃଷ୍ଣ କଥା କହୁଥିଲେ ସର୍ବଧର୍ମାନ୍ତରିତ ଯେଉଁ ମାନେକାଙ୍କ ଯେ ପ୍ରକୃତର ଖିଆଲ ମାଫିକ ଯେତେ ଯାହା ନୀତି ସବୁ ବିଧି ଅଛି ବିଧାନ ଅଛି ସବୁ ପରୀକ୍ଷା କରିଦେଇକି ତୁ ମୋର ଶରଣ ନେଇ ମୋ ଶରଣ ନେଇ କହିଛନ୍ତି। ଆଗରୁ ମୋର ସେ କଥା କହିଛି ସତ୍ନାମ ଅଗୁର ଶୁଣାପନ ଓ ସତ୍ନାମ ମନନ କର ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର ନିଶ୍ଚୟ କରି କହୁଛି ମୋର ଉନ୍ନୟନ ପାଇଁ ମୁଁ ଖାଇବା କର ସେ କଥାକୁ ଧରିକି ଆମ ପଦ ପବନ ହେଇଯିବ থাকে ଯେ ପ୍ରକୃତରେ ଈଶ୍ୱରତ୍ଵ ପ୍ରାପ୍ତି ଠାକୁରଙ୍କ କଥା ବି କଥା କହୁଥିଲେ ଯେ ପ୍ରକୃତରେ ଈଶ୍ୱର ପ୍ରାପ୍ତି ଆଉ ଈଶ୍ୱରତ୍ଵ ପ୍ରାପ୍ତି ଭିତରେ ପ୍ରଭେଦ ଯେ କ'ଣ ନା ଈଶ୍ୱର ପ୍ରାପ୍ତି ହେବା ପାଇଁ ଭକ୍ତ ଚାହେଁ ଯେ ପ୍ରକୃତରେ ଈଶ୍ୱର ଯାହା ଯାହା କରୁଛନ୍ତି ସେଇ ଜିନିଷଟା ମୋ ନିଜ ଭିତରେ ଗୁଟା କରି ଭାବରେ ଆଚରଣ କରିଥାଏ। ଈଶ୍ୱରତ୍ଵ ଲାଭ କରିବା ମାନେ ମୁଁ ଭଗବାନ ହେଇଗଲି ସେତେବେଳେ ମୋର କିଛି ଯାଏ ଆସିଲା ଭକ୍ତ ସବୁବେଳେ ପାଇଁ ଚାହେଁ ଯେ କେଉଁଠି ଭାବରେ ମୁଁ ମାନେ ତାଙ୍କର ମୁଁ ଭକ୍ତ ହେଇଗଲି ଅନେକ ଅନେକ ଭାବରେ ବେଳେବେଳେ ବହୁତ କିଛି ଥାଏ ଯେ ଆମେ ଅନେକ ପ୍ରକାର ଠାକୁର କହୁଛନ୍ତି ଯେ ଅନେକ ଲୋକ ଯେ କେଉଁ ପ୍ରକାର ଭାବ ନାହିଁ ବା ଆମର ମଧ୍ୟ କେଉଁ ପ୍ରକାର ଭାବ ନାହିଁ କେତେବେଳେ କେଉଁ ପରିସ୍ଥିତିରେ ଆମେ ଦୀକ୍ଷା ନେଇଛେ ତା ଭିତରେ କେମିତି ପରିବର୍ତ୍ତନ ହେଇଛି ବା କେଉଁ ପ୍ରକାର କୌଣସି ପ୍ରକାର ଯେ କୌଣସି ସ୍ୱାର୍ଥ ନେଇ ବା କୌଣସି ଉଦ୍ଦେଶ୍ୟ ନେଇ ବୋଧେ ଆମେ ଆମ ଠାକୁରଙ୍କ ଦୀକ୍ଷା ନେଇଥିଲେ ତା କେତେ ଦୂର ପରିମାଣରେ ଆମର ଯେ ସମାଧାନ ହେଇଛି ବା ତାକୁ ଧରିକି ଆମର ପ୍ରକୃତରେ ଠାକୁରଙ୍କ ପ୍ରତି ଆମର ବର୍ତ୍ତା ନିଶା ହେଇଛି ନା ଠାକୁର ଆମର ବେଶା ହେଇଛନ୍ତି ନା ଠାକୁର ଆମର ଜୀବନ ହେଇଛନ୍ତି ନିଜେ ହିଁ ତାକୁ ଅନୁସରଣ କରିବା ଅନେକ ଅନେକ ଭାବରେ ଯେଉଁଟାକି ଆପଣ ସମସ୍ତେ ଜାଣିଛନ୍ତି ଯେମିତି ଆମେ ଅନେକ ପ୍ରକାର କଥାଟାକୁ ଆମେ ନିଜର ବୋଧ ଭିତରେ ଆଣି ଆମେ ତାକୁ ପଦାର୍ଥ କରି ପକାଉ ଯେମିତି ସେଦିନ ଯଦି ଠାକୁରମାନେ ବିଚାର କଥା କହୁଛନ୍ତି ଯେ ମନ କରି ନିଜକୁ ଉଠ ତୁ କାହିଁକି ପଚାରୁ ତ ଆମେ କଥାବାର୍ତ୍ତା ଯାଦନ ପାଇଯାଉ ଅନେକ ଲୋକ ଅନେକ କଥା କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମୋ ମନ କରି ନିଜ ଗୁରୁ ମୋ ଯାହା ହବ ସେୟା ଖାଇ ଯାହା ହବ ମୁଁ ସେୟା କରିବି ତେଣୁ ମୋତେ ଆଉ ଜୀବନ ଆବଶ୍ୟକତା କ'ଣ ଏ ପ୍ରକୃତ ସେ କଥା ବୁଝିବାକୁ ହବ ଯେ ପ୍ରକୃତ ଯେତେବେଳେ ଆଚାର୍ଯ୍ୟ ଦେବ ଆସନ୍ତି ଯେ ପ୍ରକୃତରେ ଯେତେବେଳେ ସିଏ ନିଜେ ବୁଝେଇ ଦିଅନ୍ତି କିନ୍ତୁ ପ୍ରକୃତ ସେଇ କଥାଟାକୁ ଆମେ ଠାକୁରଙ୍କ ଦୀକ୍ଷା ଗ୍ରହଣ କରି ଆମେ ବୁଝିଛୁ ଏହା ଯେ ମନ ତ ନିଜ ଗୁରୁ ବା ସେ ଉଦ୍ଧବ କାହିଁ ଉଦ୍ଧବକୁ କହିଥିଲେ ପ୍ରତି ଛନ୍ଦରେ ପ୍ରତ୍ୟେକ ଚାରିଚରଣ ବ୍ୟବହାରରେ ସେ କୃଷ୍ଣକୁ ବୁଝାଇ ଶିଖିଲେ ତେଣୁ ତାକୁ କହିଥିଲେ ଯେ ତୋର ମନଟା ଯାହା ମୋ ମନଟା ହେଉଛି ସେୟା ତେଣୁ ତୋର ଗୁରୁ ହେଉଛନ୍ତି ତୋର ଗୁରୁ ହେଉଛନ୍ତି ଯେ ତୋର ହେଉଛି ମନ ତାକୁ କହିଥିଲେ ମତ କରି ତୁ ବାପା ମାନଙ୍କୁ ଆଗକୁ ପୁଣି ଅନେକ ଭାବରେ ଅନେକ ବହୁତ ଭାବରେ ଯେ କଥା ଏମିତି ତାକୁ ଆମେ ପଦାର୍ଥ ମାନେ ପଦାର୍ଥ କରିଯାନ୍ତି କ'ଣ କହୁଛି କରି କରିବାକୁ ଥାଏ ମୁଁ ମୋ ବି ମନ ଗତି ନାହିଁ ସମସ୍ତେ ଆପଣ ସମସ୍ତେ ଆପଣ ଦେଖିଥିବେ ଏମିତି ବିକଳ୍ପା ଯୁକ୍ତି କରିବେ ଠାକୁର କଥା ପାଇଗଲା ପରେ ମୁଣ୍ଡ ଖରାପ ହେଇଛି ହେଲା କୁହନ୍ତି ଯେ କରିବ ସିଏ ତ କହୁଛନ୍ତି ସିଏ ତାକୁ ପରେ ମୋ ଭିତରେ କି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ମୋର ପାପ କ'ଣ ମୋର ବା ଦୋଷ କ'ଣ ତାକୁ ବୁଝିବାକୁ ହୁଏ ଯେ ଠାକୁର ଗ୍ରହଣ କରି ଆମେ ଏହା ବୁଝୁଛୁ ଯେ କରି କରାଉ ଥାଏ ମୁଁ ମୋ ବି ଅନୁଭୂତି ନାହିଁ ମାନେ ସିଏ କରନ୍ତି ଆଉ ନିଜ ମଣିଷକୁ ସେ କରାନ୍ତି ଭଲ ଦିଗଟାକୁ ଦେଖାନ୍ତି ଯଦି ମୁଁ ସେଇଟା କରିପାରିଲି ତାହେଲେ ପ୍ରକୃତରେ ମୋ ଜୀବନଟାକୁ ମୁଁ ସୁଖମୟ କରିପାରିବି ଆଉ ସମୃଦ୍ଧମୟ କରିପାରିବି
କରିପାରିବି। ତେଣୁ ଯେଉଁ ଯାହା ଯାହା ଆଜି ମାନେ ମୋ ନିଜ କଥା ବି କହୁଛି, ହୁଏତ ଆମେ ଠାକୁରଙ୍କ ଦୀକ୍ଷା ନେବା ପୂର୍ବରୁ କୋଭିଡ଼ ଭାବରେ କେଉଁ ପରିସ୍ଥିତିରେ ଆମେ ଦୀକ୍ଷା ନେଇଛୁ ଆମେ ଜାଣିବୁ। ଯେମିତି ସେଦିନ ଯେମିତି ସ୍ୱାମୀ ବିବେକାନନ୍ଦ ଆସିଥିଲେ ଦେଖୁ କହୁଛନ୍ତି ମାନେ ଶ୍ରୀରାମକୃଷ୍ଣ ପରମହଂସ କହୁଛନ୍ତି ଠାକୁର ଆପଣ ଯେ ମୋତେ ନିଷ୍ଠା ପ୍ରତିଷ୍ଠା କଥା କହୁଛନ୍ତି ମୋ ଘରେ ଖାଇବା ପାଇଁ ନାହିଁ, ମୋ ଘରେ ଚାଉଳ ନାହିଁ, ମୋ ଭଉଣୀମାନେ ଅଛନ୍ତି, ମୁଁ କେମିତି କ'ଣ କରିବି। ସେ ଶ୍ରୀରାମକୃଷ୍ଣ ପରମହଂସ ବୁଝାଥିଲା ଯାହାକି ମାଆକୁ ମାର ଯାଇକି ନାଇଁ ଆପଣ ମୋର ତ ମାନେ ଆପଣ ମାଗି ଦିଅନ୍ତୁ ମୋ ପାଇଁ, ମୁଁ ମାଗିଲେ ହେବ ନାହିଁ, ମୋତେ ହିଁ ମାଗିବାକୁ ପଡ଼ିବ। ଯାଉଛନ୍ତି ଯାଇକି ଧ୍ୟାନରେ ବସୁଛନ୍ତି, ମାଗିବା ପାଇଁ ଚାହୁଁଛନ୍ତି, ଦେଖୁଛନ୍ତି ମାନେ ମାତା କାଳୀଙ୍କର ତାଙ୍କର ଜନ୍ମ ରୂପ ଦେଖୁଛନ୍ତି। ଯେତେବେଳେ ହଠାତ୍ ତାଙ୍କ କଥା କହୁଛନ୍ତି ମା ମୋତେ ବୈରାଗ୍ୟ ଦିଅ, ମୋତେ ବୈରାଗ୍ୟ ଦିଅ, ମାନେ କୌଣସି ପ୍ରକାର ସେ କାମନା ବାସନା ସେ କହୁନାହାନ୍ତି। ସେତେବେଳେ ପୁଣି ଫେରି ଆସୁଛନ୍ତି ମନ ପୁଣି ବୈରାଗ୍ୟ କଥା ତିନିଟା ସେ ଜିନିଷ ମାଗୁଛନ୍ତି ଯେ ଗୋଟେ ହେଉଛି ମୋତେ ବୈରାଗ୍ୟ ଦିଅ, ଆଉ କାମ ଆପଣଙ୍କର କାମରେ ମୁଁ ନିଜକୁ ନିୟୋଜିତ ହୁଏ ଯେ ଆଉ କ'ଣ କରୁନି। ଯେତେବେଳେ ଆସୁଛନ୍ତି ପ୍ରଭୁ ମାନେ ଶ୍ରୀରାମକୃଷ୍ଣ ପରମହଂସ ପାଖକୁ ତାକୁ ମାଗିଲୁ ନାଇଁ ଠାକୁର ମୁଁ ମାଗିପାରିଲି ନାହିଁ, ସେ ଆସୁ ମାଗିପାରିଲେ ନାହିଁ। କଥାଟା ହେଉଛି କ'ଣ ନା ସେଇଭଳି ଭାବରେ ଆମେ ଏତିକି ଟିକେ ବୁଝୁ ଯେ ନିଜ ଜୀବନ ଭିତରେ ଟିକେ ବୁଝୁ ଯେ ଠାକୁର ଏ ପ୍ରକୃତରେ ଗୋଟେ ଜାଣି ଶୁଣି ମାନେ ଗୋଟେ ବୁଦ୍ଧି ପ୍ରୟୋଗ କରି ମୋତେ ଏଇଟା କରିବାକୁ ଗୋଟେ ହୁଏ ମାନେ କେବେ ଆସେ ନାହିଁ। ଠାକୁର ଯାହା ଯାହା କହିଛନ୍ତି ମୁଁ ଯିବି କ'ଣ ବୁଝି ପାରୁଛି ଆଚାର୍ଯ୍ୟ ଏ ବିଗତ ଗୁଡ଼ାକ ଆମେ ଶୁଣୁଥିଲି। ସେ କହୁଥାନ୍ତି ଯେ ମୁଁ କେବେ ଦେଖିବିନି କୌଣସି କର୍ମୀକି ଦେଖିବାର ନାହିଁ, ଆଉ କୌଣସି ପ୍ରକାର ଆଗ ଧାଡ଼ିର ବ୍ୟକ୍ତିକି ମୋତେ ଦେଖିବାର ନାହିଁ। ମୁଁ ଠାକୁରଙ୍କ ଦୀକ୍ଷାଟା ନେଇ ମୁଁ ସକାଳୁ ଉଠିକି ମୁଁ ଧ୍ୟାନ କରିବି, ମୁଁ ଇଷ୍ଟବୃତ୍ତି କରିବି, ଇଷ୍ଟବୃତ୍ତି କଲା ପରେ ମୋର ପରିବେଶରେ ମୁଁ କ'ଣ କରିବି ନା ମୁଁ ଯାଦବ କରିବି। ଯାଦବ କରି ମାନେ ମୁଁ ମୋର ଠାକୁର କ'ଣ ମୁଁ ଯେ କେତେ ଭାବରେ ମୁଁ ବୁଝିଛି ମୁଁ ସେଇ ପ୍ରତି କହି ଚାଲିବି। ତା ଭିତରେ ଯାଇକି କ'ଣ ହେବ ନା ମୋର ମଙ୍ଗଳ ହେବ। ମୁଁ ଯାହା କହୁନାହିଁ ତାକୁ ନିଶ୍ଚିତ ଭାବରେ ତାକୁ ନିଜ ଆଚରଣ କରିବା ପାଇଁ ଚେଷ୍ଟାଟା କରିବି। ଘରକୁ ହୁଏ। ତେଣୁ ପ୍ରକୃତରେ ଏଇ ପରିବେଶ ସେଦିନ ପ୍ରଫୁଲ୍ଲ ଦାସକୁ କହୁଛନ୍ତି ଠାକୁର ଯେ ଆପଣ ଆଜି ଯେତେ ଯେ କଥା କହୁଛନ୍ତି ସେଇଭଳି ଭାବରେ ଆମେ କରିପାରିବୁ। ଆମେ ଆଜି ଯୋଗ୍ୟ ନୁହେଁ, କିନ୍ତୁ ଆପଣ କହୁଛନ୍ତି ସାରା ବିଶ୍ୱରେ ଇଷ୍ଟ ପ୍ରତିଷ୍ଠା କଥା ଆପଣ କହୁଛନ୍ତି ଏଇଟା କ'ଣ ସମ୍ଭବ, କେମିତି କ'ଣ କରାଯାଇପାରେ। ଯେତେବେଳେ ଠାକୁର କହୁଛନ୍ତି ଆରେ ମୁଁ ଜାଣିଛି ଯେ ଅନେକ ଶୁଦ୍ଧ ଆତ୍ମା ଅନେକ ଭଲ ମଣିଷ ବାହାରେ ବୁଲୁଛନ୍ତି ଆଉ ସେମାନେ ବି ଆସିବେ, କିନ୍ତୁ ମୁଁ ଦେଖୁଛି ଏଠି ଅଛନ୍ତି ଆଶ୍ରମରେ ସେମାନଙ୍କର କାମନା ବାସନା ଗେଜ୍ ଭଲ ମଣିଷ ଦେଖିଲେ ମୁଁ କାହିଁକି ମୁଁ ଆଉ ସେମାନଙ୍କୁ ଡାକି ଆଣିବି ମୋ ପାଖକୁ। ଆଉ ମୁଁ ଯେଉଁ ଦେଇଛି କିଛି ଯେଉଁ ବିଧା ଦେଇଛି ତାକୁ ନିଜର ପରିପାଳନ କରିବି ଚାଲୁ, ତାହେଲେ ମୋର ସ୍ୱପ୍ନଟା ହିଁ ମୋ ସାକାର ହେବ। ଆସନ୍ତୁ ଏ ଠାକୁର ଯେଉଁଟା ଯେ ବିଧି ବିଧାନ ଦେଇଛନ୍ତି ଯାହା ଯାହା ବର୍ତ୍ତମାନର ନିର୍ଦ୍ଦେଶ ଅଛି ତାକୁ ଯଦି ଆମ ଜୀବନରେ ପରିପାଳନ କରି ଚାଲୁ ତାହେଲେ ଏଇ ଆଚାର୍ଯ୍ୟଙ୍କର ସ୍ୱପ୍ନ ସାକାର ହେବ। ଯେତେବେଳେ ଆମେ ଶ୍ମଶାନରେ ଯାଉଥିବା